ସୁଧା ବନ୍ଧୁ ଦୈନିକ ରାଶିଫଳ ବିଭାଗକୁ ଆପଣ ସମସ୍ତଙ୍କୁ ସ୍ୱାଗତ ନିମନ୍ତ୍ରଣ। ଆମେ ଶନିବାର 20 ତାରିଖ ଡିସେମ୍ବର 20 ତାରିଖ ଶନିବାରକୁ ନେଇ ଆଲୋଚନା କରିବା। ଆଜ୍ଞା, ଏବେ ଆଲୋଚନା କରିବା ପ୍ରଥମେ ମେଷ ରାଶି। ମେଷ ରାଶି ପାଇଁ ଆଜି କିଛି ଶୁଭ ସଂକେତ ନାହିଁ। ମେଷର ଅଧିପତି ହେଲେ ମଙ୍ଗଳ, ବାର ହେଲା ଶନି। ବାରର ଅଧିପତି ହେଲେ ଶନି, ରାଶିର ଅଧିପତି ହେଲେ ମଙ୍ଗଳ। ଶନିଙ୍କର ମଙ୍ଗଳଙ୍କର ଜମା ପଡ଼େନି। ତେଣୁ ଆଜି ମେଷ ରାଶି ଲୋକମାନେ ଯେତେବେଳେ ଯେଉଁଠି ଯାହା ଯେଉଁ ସଂଳାପ କରିବେ, ଯେଉଁ ବ୍ୟବହାର କରିବେ, ସବୁଥିରେ କିଛି ନା କିଛି ବିଘ୍ନ ସୃଷ୍ଟି ହେବ, ଶତ୍ରୁତା ସୃଷ୍ଟି ହେବ। ତେଣୁ ଜଗି ରଖି ଆତ୍ମସମ୍ମାନକୁ ଜଗି ଏଇ ମେଷ ରାଶିର ବନ୍ଧୁ ସତର୍କତା ଅବଲମ୍ବନ କଲେ ଭଲ, ନହେଲେ ସମ୍ମାନ ହାନି ହେବ, ଉପର ମୁହଁ ତଳକୁ ହୋଇଯିବ, ରୋଗାକ୍ରାନ୍ତ ହୋଇପାରନ୍ତି, ଦୁର୍ଘଟଣା ବି ଘଟିଯାଇପାରେ। ଏଣୁ 20 ତାରିଖ ଶନିବାର ମେଷ ରାଶି ପାଇଁ କିଛି ଶୁଭ ଖବର ନାହିଁ। ଶନିଙ୍କ ସହ ମଙ୍ଗଳଙ୍କର ଶତ୍ରୁତା। ଏହି କାରଣରୁ ସର୍ବତ୍ର ସମସ୍ତେ ମେଷ ରାଶିଆଙ୍କୁ ଶତ୍ରୁ ବୋଧ ହେବେ। ମାନେ ମେଷ ରାଶି ଲୋକମାନେ ଅନ୍ୟମାନଙ୍କୁ ଶତ୍ରୁ ଭାବିବେ, ଅନ୍ୟମାନେ ମେଷ ରାଶିଆଙ୍କ ସହିତ ଶତ୍ରୁତା ଆଚରଣ କରିବେ। ସମସ୍ତଙ୍କୁ ସନ୍ଦେହ ଲାଗିବ, ଦୁଶ୍ଚିନ୍ତା ଲାଗି ରହିବ, ଅସୁସ୍ଥତା ବୋଧ ହେବ, ସମ୍ମାନ ହାନି ହୋଇପାରେ। ଏଣୁ କଥା ଓ କାମରେ ସଂଯମତା ରକ୍ଷା କଲେ ଭଲ। ସଂଯମତା ରକ୍ଷା କଲେ ଭଲ। ବୃଷ ରାଶି 20 ତାରିଖ ଶନିବାର ବୃଷ ରାଶି ପାଇଁ ସଙ୍କଟପୂର୍ଣ୍ଣ ଦିନ। ମାନସିକ ସନ୍ତୁଳନ ହେବ, ଶାରୀରିକ ଯନ୍ତ୍ରଣା ଅସହ୍ୟ ହେବ, କିଛି ନା କିଛି ରୋଗ ତ ଅବଶ୍ୟ ହେବ। ପୁରୁଣା ରୋଗ ଥିଲେ ବଡ଼ ଦୁଃଖ ହୋଇଯିବ। ଦୁର୍ଘଟଣା ଭୟ ଅଛି, ଏହା ଜାଣି ବୁଝନ୍ତୁ ଯେ ନିଜେ ନିଜର ସୁରକ୍ଷା କରନ୍ତୁ। ଅବଶ୍ୟ ଶନିବାର, ଏଣୁ ଶୁକ୍ରଙ୍କ କଲ୍ୟାଣରୁ ଏହି ସମସ୍ୟା ସକଳ ସହନୀୟ ହେବ। ଆଜି ବୃଷ ରାଶି, ତେଣୁ ବୃଷ ରାଶି ମହିଳାଙ୍କର ଆଜି ଘାତବାର। ବୃଷ ରାଶିର ମହିଳାମାନେ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ। ସବୁ ଦିଗରୁ ଆଜି ହାନି ଯୋଗ ଅଛି। ସବୁବେଳେ ସବୁ କାମ କଲାବେଳେ ଇଷ୍ଟ ସ୍ମରଣ କରି, ଭଗବାନଙ୍କୁ ସ୍ମରଣ କରି କାମ କରିବା ଉଚିତ। ଆସନ୍ତୁ ଯିବା ଶୁଣିବା ମିଥୁନ କଥା। ମିଥୁନ ରାଶିର ମହିଳାଙ୍କର ବି ଘାତଚନ୍ଦ୍ର। 20 ତାରିଖ ଶନିବାର ମିଥୁନ ପାଇଁ ଧନାଗମ ହେବ। ମହିଳାମାନଙ୍କ ପାଇଁ ଟିକେ ଅସୁବିଧା, ନହେଲେ ମେଷ ଆଉ ବୃଷ ଭଳି ମିଥୁନର ଆଜି ବିପଦପୂର୍ଣ୍ଣ ଦିନ ନୁହଁ। ମିଥୁନର ଆଜି ମଙ୍ଗଳମୟ ଦିନ, ଧନାଗମ ହେବ। ସମସ୍ତ ବର୍ଗର, ସମସ୍ତ ଧର୍ମର, ସବୁ ପ୍ରକାରର, ସବୁ ସମ୍ପ୍ରଦାୟର ବ୍ୟକ୍ତି ସମୁଦାୟ ନିଜ ବୃତ୍ତି, ବ୍ୟବସାୟ, ଧନ୍ଦା, ସେବା, ଚାକିରିର ସୁରକ୍ଷା କରିବେ, ମାନେ ଭଲ କାମ କରିବେ। ଏଇ ବୃତ୍ତିର ବିକାଶ ପାଇଁ ଚେଷ୍ଟା କରିବେ, କିଭଳି ଯଶସ୍ୱୀ ହେବେ, ଲୋକଲୋଚନକୁ ଆସିବେ, ଏଇ ଚିନ୍ତା ମୁଣ୍ଡକୁ ଆସିବ। ଆଉ ଏଇ ବ୍ୟବସାୟ, ବୃତ୍ତି, ସେବା ପ୍ରଭୃତିର ଅଭିବୃଦ୍ଧି ହେବ। ଆପାତତଃ ସେମାନେ ଆଜି ଧନ ରୋଜଗାର କରିବେ ଯଥେଷ୍ଟ ବେଶୀ। କର୍ମଠ ବ୍ୟକ୍ତିଗଣ ନିଶ୍ଚୟ ପୂର୍ବାପେକ୍ଷା ଅଧିକ ଆୟ କରି ଖୁସି ହେବେ। ଦେହ ଠିକ୍ ଠାକ୍ ରହିବ,
ଧର୍ମାଗମ ବି ହେବ, ଧନ ହେବ, ଧନ ମିଳିବ, ଜୀବନ ସାଥୀ ବହୁତ ସହଯୋଗ କରିବେ। ତାପରେ ଆଲୋଚନା କରିବା କର୍କଟ କଥା। 20 ତାରିଖ ଶନିବାର, କର୍କଟ ରାଶିର ଆଜି ଲାଭ କାରକ ଦିନ। କେବଳ ଅର୍ଥ ନୁହେଁ ବରଂ ସମ୍ମାନ, ସ୍ନେହ, ଆଦର, ବନ୍ଧୁ, ସଖା, ମିତ୍ର, ପୁତ୍ର, କଲ୍ୟାଣ ଓ ଯଶ ପରି ଶକ୍ତି ଆଜି ଯଥାଯୋଗ୍ୟ ବ୍ୟକ୍ତି ପାଖକୁ ଛୁଟି ଆସିବ। ସେମାନେ ସମସ୍ତେ ଲାଭବାନ ହେବେ। ବିଶେଷତଃ କୃଷକଙ୍କର ଆଜି ବଢ଼ିଆ ଅମଳ ହେବ। ବ୍ୟବସାୟୀମାନଙ୍କର ଲାଭ ଉତ୍ତରୋତ୍ତର ବୃଦ୍ଧି ହେବ। ଫଳରେ ବିଶେଷ ଲାଭବାନ ହେବେ ଆଜି କର୍କଟ ରାଶିର ସମସ୍ତ ବ୍ୟକ୍ତି। ସବୁ ଦିଗରୁ କର୍କଟର ଶୁଭ। 20 ତାରିଖ ଶନିବାର, ସିଂହ ରାଶିର ଘାତବାର। ଏଣୁ ଅଶାନ୍ତ ପରିବେଶରେ ଦିନ ଯିବ। ବାର ଦୋଷରେ ଦୋଷୀ ସିଂହ ରାଶିର ଲୋକେ ଖୁସିରେ ଶ୍ରଦ୍ଧାରେ କୌଣସି କର୍ମ କରିପାରିବେ ନାହିଁ। ସନ୍ତାନ ସମ୍ବନ୍ଧୀୟ ଶୁଭ ସୁଖ ଖବର ପାଇବେ ସିନା, ହେଲେ ନିଜ ବିଦ୍ୟାର ଅଭିବୃଦ୍ଧି ପାଇଁ ଯତ୍ନ କରିବେ। ଆଜି ଲୌକିକ, ପାରିବାରିକ, ଆର୍ଥିକ, ବୌଦ୍ଧିକ ସୁଖ ମିଳିଲେ ବି ଆନନ୍ଦିତ ହୋଇପାରିବେ ନାହିଁ। ସିଂହ ରାଶି ପାଇଁ ଆଜି ଏକ ଜଞ୍ଜାଳପୂର୍ଣ୍ଣ ଦିନ। 20 ତାରିଖ ଶନିବାର, କନ୍ୟା ରାଶିର ଘାତବାର। ଦିନଟି ଆଦୌ ଭଲ ନୁହେଁ। ମାନସିକ ଅଶାନ୍ତି ବିବ୍ରତ କରିବ। କୌଣସି କର୍ମ ସୁଚାରୁ ରୂପେ ସମ୍ପନ୍ନ ହେବନି। କୌଣସି ନା କୌଣସି ରୋଗ ଆକ୍ରମଣ କରିବ। ପୁରୁଣା ରୋଗୀ ସାବଧାନ। ଅନେକ ବୃଥା ସ୍ୱପ୍ନ ଦେଖିବେ। ଖାଲି ମାଗଣା ଖୁସି ହେବେ। କୁହୁଡ଼ିରେ ପହଁରିବେ। ଏକୁଟିଆ ଗୋଟିଏ ଜାଗାରେ ବସି ଭାବିବେ କେତେ କଥା, କିଛି ମୂଲ୍ୟ ନାହିଁ। 20 ତାରିଖ ଶନିବାର, ତୁଳା ରାଶି ପାଇଁ ପୁରୁଷମାନଙ୍କର ଆଜି ଘାତଚନ୍ଦ୍ର। ତୁଳା ରାଶି ପୁରୁଷମାନଙ୍କର ଆଜି ଘାତଚନ୍ଦ୍ର, ସାବଧାନ, ଏହା ହାନିକାରକ। ଆଜି କିଛି ମିଳିବ ମାନେ ଧନ ଆସିବ ବିଭିନ୍ନ ରୂପରେ। ଘରକୁ ଆଜି ଧନ ଆସିବ ବିଭିନ୍ନ ରୂପରେ। ଉପହାର ବା ମିଠା ବା ମଧୁର ବ୍ୟବହାରରେ ବିଭିନ୍ନ ରୂପରେ ଧନ ଆଜି ଘରକୁ ଆସିବ। ବ୍ୟବସାୟୀ ଓ କୃଷକ ମାନଙ୍କର ଆଜି ବିଶେଷ ଉନ୍ନତି ହେବ। ଚିକିତ୍ସକ, ଓକିଲ, ବ୍ରାହ୍ମଣ, ବଣିଆ ଏମାନଙ୍କର ଭଲ ଆୟ ହେବ। ଆଉ ସ୍ୱାସ୍ଥ୍ୟ ସମସ୍ୟା ନାହିଁ। କିଛି କଠିନ ପରିଶ୍ରମ କରି ଆଜି କ୍ଳାନ୍ତ ହୋଇପଡ଼ିବେ। 20 ତାରିଖ ଶନିବାର, ବିଛା ରାଶି ପାଇଁ। ବିଛା ରାଶିର ଲୋକେ ଆଜି ମହା ଆନନ୍ଦରେ ସମୟ କଟେଇବେ। ଯେଉଁମାନେ କୌଣସି ଘଟଣାକୁ ନେଇ ମନେ ମନେ ବ୍ୟଥିତ ହେବେ, ସେମାନେ ଭାଙ୍ଗି ପଡ଼ିବେ। ଆଉ ଯେଉଁମାନେ ବିଛା ରାଶିର ଲୋକ କ୍ରୋଧୀ ହେବେ, ତାହେଲେ ସେମାନଙ୍କର ଆଗେ ମନାନ୍ତର ହେବ, ତାପରେ ମତାନ୍ତର ହେବ, ଶେଷରେ ଶତ୍ରୁତା ସୃଷ୍ଟି ହେବ। ଯେଉଁମାନେ ଶାନ୍ତ, କାନ୍ତ, ସରଳ, ମନ ଭୁଲାଇ ନିଜକୁ ବୁଝାଇ ପାରନ୍ତି, ସେମାନଙ୍କ ପାଇଁ ଆଜି ଏକ ସୁଖକର ଦିନ। ଧନ ବୃଦ୍ଧି ହେବ, ଦେହ ବି ସୁସ୍ଥ ରହିବ। ଏହି ମନାନ୍ତରରୁ ମତାନ୍ତର ସୃଷ୍ଟି ହେବ, ଯାହାଫଳରେ ବନ୍ଧୁରେ ଝଗଡ଼ା ହେବ। ଆଜି ଧନୁ କଥା ଆଲୋଚନା କରିବା। 20 ତାରିଖ ଶନିବାର, ଧନୁ ରାଶିର ଭଲ ଦିନ। ବହୁ ଦିନର ଶୁଭ ଇଚ୍ଛା ଆଜି ପୂରଣ ହେବ। ମୂଳା ନକ୍ଷତ୍ରର ରାତି 1 ଯାଏ ଓ ପୂର୍ବାଷାଢ଼ର 1 ପରେ ଶୁଭ ସମୟ ଆସି ସୁଖ ବର୍ଷା କରିବେ। ଆର୍ଥିକ ଓ ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ଭୋଜନ, ଶୟନ, ପଠନ, ଭ୍ରମଣ, କ୍ରୀଡ଼ନ, ଦେବଦର୍ଶନ ଆଦି ସମସ୍ତ ଲୌକିକ ଇଚ୍ଛା ଅବଶ୍ୟ ପୂରଣ ହେବ।
ଅବଶ୍ୟ ପୂରଣ ହେବ। ଏବେ ମକର କଥା ଆଲୋଚନା କରିବା। 20 ତାରିଖ ଶନିବାର ମକର ରାଶିର ଦିନଟି ଅଶାନ୍ତିରେ ଯିବ। ଗୁଡ଼ାଏ ଦୁଃଖ ଓ ବହୁ ବୃଥା ବ୍ୟୟ ହେବ। ସମ୍ମାନ ହାନି ହେବାର ଭୟ ଅଛି। କଳହ ହୋଇପାରେ। ଅସୁସ୍ଥତା ବଢ଼ିଯିବ। ନିଜ ଲୋକ ଶତ୍ରୁ ଭଳି ବ୍ୟବହାର କରିବେ। ନିଜର ଆସ୍ଥା କମିଯିବ, ବିଶ୍ୱାସ କମିଯିବ। କାହା ସାଙ୍ଗରେ ଆଜି ଭଲ ଭାବରେ ମିଳିମିଶି ଚଳିପାରିବେ ନାହିଁ। ମକର ରାଶି ପାଇଁ ଶନିବାର ଅତି ଅଶୁଭ ଦିନ। 20 ତାରିଖ ଶନିବାର କୁମ୍ଭ ରାଶି ପାଇଁ। କୁମ୍ଭ ରାଶିର ପୁରୁଷଙ୍କର ଆଜି ଘାତଚନ୍ଦ୍ର। ଆଜି ଏକ ଆୟ ଅବଶ୍ୟ ହେବ। ସହଜରେ ସମ୍ମାନ ଲାଭ ହେବ। ପୂର୍ବ ସୁକର୍ମର ସୁଫଳ ସ୍ୱରୂପ ସମ୍ମାନ ଆଦର ଆଜି ଅବଶ୍ୟ ମିଳିବ। ସମସ୍ତ ବୃତ୍ତିର ବିକାଶ ହେବ। ସାନ ବଡ଼ ସମସ୍ତ ବୃତ୍ତିଧାରୀ ଆଜି ବଢ଼ିଆ ରୋଜଗାର କରିବେ। ଶାରୀରିକ ଓ ମାନସିକ ଶାନ୍ତି ପାଇବେ। ଆର୍ଥିକ ସମସ୍ୟା ଦୂର ହେବ। ସମସ୍ତେ ଆଦର କରିବେ। 20 ତାରିଖ ଶନିବାର ମୀନ ରାଶିଧାରୀ ବ୍ୟକ୍ତିଙ୍କ ପାଇଁ ଆଜି ଏକ କର୍ମ ଚଞ୍ଚଳ ଦିନ। ଯେଉଁମାନେ କର୍ମରଙ୍କ, କର୍ମଠ ଓ ନିରଳସ ସେମାନେ ଆଜି ମାଲେମାଲ ହୋଇଯିବେ। ଧନ, ସମ୍ମାନ, ଆଦର, କ୍ଷମତା ଆଦି ସହଜରେ ଲବ୍ଧ ହେବ। ଏହି କର୍ମ ସେମାନଙ୍କୁ ମାନସିକ ଶାନ୍ତି ଦେବ। ମାତ୍ର ଯିଏ ଅଳସ, କର୍ମଭୀରୁ ଆଉ ଆଶାବାଦୀ ସେମାନଙ୍କ ପାଇଁ ଆଜି ଦୁଃଖ ପରେ ଦୁଃଖ ମାଡ଼ି ଆସିବ। ବନ୍ଧୁଗଣ, ମୁଁ ଅସୁସ୍ଥ ହୋଇଯାଇଛି। ବହୁ ସମସ୍ୟା ଭିତରେ ମୁଁ ଗତି କରୁଛି। ତେଣୁ ଆଜିର ଏ ଯେଉଁ ବାକ୍ଚାତୁରୀ ଠିକ୍ ହେଇପାରିଲାନି। ମୁଁ ଠିକ୍ ଭାବରେ ଆପଣଙ୍କୁ ବୁଝାଇ ପାରିଲିନି। ଏଥିପାଇଁ ଦୁଃଖିତ। ନମସ୍କାର, ରହିଲି।